ଆଜି ଆମମାନେ ଆସିଥିଲୁ ୱାଣ୍ଡରଲା ଆଉ ରେଡି ହେଇଯାଆନ୍ତୁ ଦେଖିବା ପାଇଁ କ୍ରେଜି ରାଇଡ୍ସ ୱାଟର ସ୍ପ୍ଲାସ୍ ଆଉ ଫୁଲ୍ ଅନ୍ ମସ୍ତି। ତ ହ୍ୟାଲୋ ଗାଇସ୍, ସକାଳୁ ସକାଳୁ ଆମେ ସମସ୍ତେ ପୁରା ଏକ୍ସାଇଟେଡ୍ ମୁଡ୍ରେ ବାହାରି ପଡିଥିଲୁ ୱାଣ୍ଡରଲା ତରଫକୁ ଆଉ ପହଞ୍ଚ ଯାଇଥିଲୁ ଆଜିର ଦିନକୁ ଟିକେ ଏନ୍ଜୟେବଲ୍ ଆଉ ମେମୋରେବଲ୍ ବନେଇବା ପାଇଁ। ସର୍ବପ୍ରଥମେ ଆମମାନେ କିଣିଥିଲୁ କଷ୍ଟ୍ୟୁମ୍, ତାପରେ ସାଙ୍ଗେ ସାଙ୍ଗେ ଚେଞ୍ଜ କରିକି ଆମମାନେ ବାହାରି ପଡିଥିଲୁ ୱାଟର ରାଇଡ୍ କରିବା ପାଇଁ। ତ ଫାର୍ଷ୍ଟ ଆମମାନେ ପଳେଇ ଆସିଥିଲୁ କରିବା ପାଇଁ ୱାଟର ସ୍ଲାଇଡ୍, ଯୋଉଠିକି ଡର ତ ଲାଗିଥିଲା ବାକି ମଜା ତାର 2 ଗୁଣ ଲାଗିଥିଲା। ନେକ୍ସଟ ପଳେଇ ଆସିଥିଲୁ ୱାଣ୍ଡର ସ୍ପ୍ଲାଶରେ, ଆଉ ଯାହାର କି ଏକ୍ସପିରିଏନ୍ସ ତମେ ଫେସ୍‌ରୁ ହିଁ ଜାଣିଦିଅ। ତାପରେ ୱାଣ୍ଡରଲାର ବୁଲାବୁଲିରେ 2-3 ରାଉଣ୍ଡ ବୁଲିକି ୱାଣ୍ଡରଲାର ଡ୍ରୋନ୍ ଭ୍ୟୁ ଦେଖିକି ଆମମାନେ ପଳେଇ ଆସିଥିଲୁ ୱାଣ୍ଡରଲାର ସବୁଠୁ କ୍ରେଜିଏଷ୍ଟ ରାଇଡ୍ ଇକ୍ୱିନକ୍ସ ରାଇଡ୍‌ରେ। ବାକି ରାଇଡ୍ କରିବା ଟାଇମ୍‌ରେ ସମଗ୍ର ୱାଣ୍ଡରଲା ଆମେ ଆକାଶ ଉପରୁ ଦେଖିଦେଇଥିଲୁ। ତାପରେ ପଳେଇ ଆସିଥିଲୁ ମୋଷ୍ଟ ଡେଞ୍ଜରସ୍ ରାଇଡ୍ ରୋଲର କୋଷ୍ଟରରେ, ଆଉ ରାଇଡ୍ କରିବା ଟାଇମ୍‌ରେ ଜଣା ପଡ଼ିଗଲା କି ପାଇଁ ଆକୁ ସବୁଠୁ ଡେଞ୍ଜରସ୍ ରାଇଡ୍ କହନ୍ତି। ତାପରେ ଆମମାନେ ବାହାରି ପଡିଥିଲୁ ୱାଣ୍ଡରଲାରେ ସମୁଦ୍ର ଭାଇବ୍ ନେବା ପାଇଁ। ତ ଆସିକି ନାଚାନାଚି କରିକି ପୋଡ଼ା ଉଠା କରିକି ଡ୍ୟାନ୍ସ କରିକି ଆମମାନେ କଷ୍ଟ୍ୟୁମ୍‌ଟା ଚେଞ୍ଜ କରିକି ପଳେଇ ଆସିଥିଲୁ ଖାଇବା ପାଇଁ। ତ ଚିକେନ୍ ସୁପ୍ ଆଉ ଚିକେନ୍ ନୁଡଲ୍ସ ଉପରେ ଆକ୍ରମଣ କରିସାରିଲା ପରେ ମୁଁ ଆଉ ପ୍ରତ୍ୟୁଷ ପଳେଇ ଆସିଥିଲୁ କ୍ରେଜି କାର୍ସ ରାଇଡ୍‌ରେ। ପ୍ରତ୍ୟୁଷ ସିଟ୍ ବେଲ୍ଟ ବାନ୍ଧିଦେଲା, ବାକି ଆକ୍ସିଡେଣ୍ଟ ହେବାଟା ତ ସିଓର ଥିଲା। ନେକ୍ସଟ ଆମମାନେ ବାହାରି ପଡିଥିଲୁ ଯିବା ପାଇଁ ଘରେ। ତ ଭିଡ଼ିଓଟା ଯଦି ଭଲ ଲାଗିଲା ଲାଇକ୍ କରିଦିଅ। ରହିଲି, ଜୟ ଜଗନ୍ନାଥ।